ଚରଣରେ ମା ଜ୍ୟୋତିପ୍ରଭାଙ୍କ ଚରଣରେ, ରାମଚଣ୍ଡୀଙ୍କ ଚରଣରେ, ଲକ୍ଷ୍ମୀ ନୃସିଂହଙ୍କ ଚରଣରେ, କଳ୍ପବଟଙ୍କର ଧର୍ମବଟଙ୍କ ଚରଣରେ, ସମସ୍ତ ଗୁରୁପାଦ ସଦ୍ଗୁରୁମାନଙ୍କ ଚରଣରେ ଭକ୍ତି ଅର୍ଘ୍ୟ ଅର୍ପଣ କରୁଛି। କେବଳ ଶାନ୍ତି, କର୍ମ, ଜ୍ଞାନ ହିଁ ଭିକ୍ଷା କରୁଛି। ପ୍ରଥମରେ ଶାନ୍ତି ଭିକ୍ଷା କରୁଛି। ଶାନ୍ତି କହିଲେ ଆମମାନଙ୍କ ମନର ଶାନ୍ତି, ପରିବାରର ଶାନ୍ତି, ରାଜ୍ୟର ଶାନ୍ତି, ଦେଶର ଶାନ୍ତି, ପୃଥିବୀର ଶାନ୍ତି। এই ଶାନ୍ତି ପରେ ଆଉ ଗୋଟିଏ କାମନା ହେଉଛି କର୍ମ। ଆମେମାନେ ଜୀବନରେ ଭଲ କର୍ମ କେମିତି କରିବୁ, ଯେଉଁ କର୍ମରେ ଆବିଳତା ନଥିବ, ଅନାବିଳ ଭାବରେ ଆମେ ସମସ୍ତ କର୍ମ ଆମର ସହଯୋଗୀମାନଙ୍କୁ ନେଇକରି ଆମେ ସମ୍ପନ୍ନ କରିବୁ, ସେଇ ଭିକ୍ଷା ଆଜିର এই ପୁରୁଣା ମସିହାର ବିଦାୟ ସନ୍ଧ୍ୟାରେ ଆମ ଇଷ୍ଟଦେବଙ୍କ ଚରଣରେ ଭିକ୍ଷା ମାଗୁଣି କରୁଛୁ। କର୍ମଟି କିଭଳି ଭାବରେ ଜ୍ଞାନରେ ପରିଣତ ହେବ, ଆମମାନଙ୍କର କର୍ମ ଅନ୍ୟର ଉଦାହରଣ ହେବେ। ସେ କୃଷି, ଗୋରକ୍ଷ, ବାଣିଜ୍ୟ ଠାରୁ ଆରମ୍ଭ କରି ରାଜନୀତି, ସବୁ କଥା କର୍ମମୟ ହେବା ଉଚିତ, ଜ୍ଞାନମୟ ହେବା ଉଚିତ। ସେଥିପାଇଁ ଆମେ ପ୍ରଥମେ ଶାନ୍ତି, ତାପରେ କର୍ମ, ତାପରେ ଜ୍ଞାନର ଭିକ୍ଷା କଲୁ। ଊର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ତ୍ୱସ୍ତା ବୋଲି ଆପଣମାନେ ଗୀତାରେ ପଢ଼ୁଛନ୍ତି। ମଧ୍ୟେ ତିଷ୍ଠନ୍ତି ରାଜସା ଜଘନ୍ୟ ଗୁଣବୃତ୍ତିଶ୍ଚ ଅର୍ଦ୍ଧ ଗଚ୍ଛନ୍ତି ତାମସା। ପ୍ରକୃତରେ ସେଇ ବ୍ୟକ୍ତି ହେଉଛି ଊର୍ଦ୍ଧ୍ୱଗାମୀ ବା ସମସ୍ତଙ୍କ ଊର୍ଦ୍ଧ୍ୱରେ, ସମସ୍ତଙ୍କର ଉଦାହରଣ ହେଇ ରହିବେ, ଯିଏ ଅଳପ ବହୁତେ ସନ୍ତୋଷ, ନ ମିଳେ କରେ ଉପବାସ, କର୍ମ କଷଣେ ଦେହ ସହେ, ଅରଣ୍যେ ଅଜଗର ପ୍ରାୟ। ଯିଏ ଜୀବନରେ ସନ୍ତୋଷ ରହେ, ଯାହା ମିଳିଲେ ସେ ତାକୁ ଆନନ୍ଦରେ ଗ୍ରହଣ କରେ ବା ଭଗବାନଙ୍କର, ଜଗନ୍ନାଥଙ୍କର ନିର୍ମାଲ୍ୟ ଭାବି ତାକୁ ସେ ଗ୍ରହଣ କରେ, ସେ ବ୍ୟକ୍ତି ହେଉଛି ଊର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ତ୍ୱସ୍ତା। ସେ ସତ୍ୟଗୁଣର ଅଧିକାରୀ ହୁଅନ୍ତି, ସତ୍ୟାଲୋକର ସନ୍ଧାନ ପାଆନ୍ତି, ସତ୍ସଙ୍ଗୀ ହୁଅନ୍ତି। ମଧ୍ୟେ ତିଷ୍ଠନ୍ତି ରାଜସା, ଯେଉଁମାନେ କର୍ମକୁ ଗୁରୁତ୍ୱ ଦିଅନ୍ତି, ସେମାନେ ଭଲ ଖାଆନ୍ତୁ ମନ୍ଦ ଖାଆନ୍ତୁ
ଭଲ ପୋଷାକ ପିନ୍ଧନ୍ତୁ ମନ୍ଦ ପୋଷାକ ପିନ୍ଧନ୍ତୁ, କର୍ମ ଯେଉଁମାନଙ୍କର ଧର୍ମ, ଯେଉଁମାନେ ରାତି ପାହିଲେ କର୍ମର ଚିନ୍ତା କରନ୍ତି, କର୍ମଟିକୁ କିଭଳି ଭାବରେ କୌଶଳପୂର୍ଣ୍ଣ ଭାବନାରେ ସେ କର୍ମକୁ କରିବେ, ବିଚାର କରି କରିବେ, ବିରକ୍ତି ପ୍ରକାଶ କରିବେ ନାହିଁ, ସମସ୍ତଙ୍କୁ ନିଜର ବୋଲି ଭାବି କର୍ମକୁ ନିଜର କରିବେ, ସେଇ ଲୋକ ହେଉଛି ମଧ୍ୟେ ତିଷ୍ଠନ୍ତି ରାଜସା। ସିଏ ଖାଲି କର୍ମୀ ନୁହଁ, ସେ ସାଧାରଣ କର୍ମୀଟି ଗୋଟିଏ ରାଜାଙ୍କ ଭଳି ସିଏ ରାଜୁତି ଜାହିର କରେ। ପରିବାର ଲୋକ, ସମାଜର ଲୋକମାନେ ତାକୁ କର୍ମବୀର ବୋଲି ଉଦାହରଣ ଦିଅନ୍ତି। ସିଏ ମଧ୍ୟବିତି ଫଳ ପାଏ, ସେ ପୁରୁଣା କଥା ଭଳିଆ କହିବାକୁ ଚାହୁଁନି। ପୁରୁଣା ମସିହା ଆଜି ବିଦାୟ ନେବ, ତେଣୁ ଆମେ ସେ ପୁରୁଣା କଥା କାହିଁ କହିବା? ତ ନୂଆ ମସିହାଟି କାଲିଠୁ ଆରମ୍ଭ ହେବ, ନୂଆ କଥାଟି କହିବା। କର୍ମ ପରେ ଆସିଲା ଜ୍ଞାନ। ଜଘନ୍ୟ ଗୁଣବୃତ୍ତିଶ୍ଚ, ଏଇଟା ହେଉଛି କଥା। ଜଘନ୍ୟ ଗୁଣବୃତ୍ତି ଅଧ ଗଛନ୍ତି ତାମସ। ଆମ ଭିତରେ ଯେଉଁ ଜଘନ୍ୟ ଗୁଣ ରହିଛି, ଆକୁ ମାରିବି, ତାକୁ ଧରିବି, ମୁଁ ଏକୁଟିଆ ଗୋଟେ ଭଲ ଲୋକ, ମୁଁ ଯାହା କହୁଛି ଠିକ୍, ମୁଁ ଯାହା କରୁଛି ଠିକ୍, ମୁଁ ଯୁଆଡ଼କୁ ଯିବି ଠିକ୍, ମୋର ଯାହା ମନ ହେଲା କଲି, ଏଇ ଯେଉଁ ମନୋଭାବର ବ୍ୟକ୍ତି, ସମ୍ପୂର୍ଣ୍ଣ ଅହଙ୍କାର ପୂର୍ଣ୍ଣ ବ୍ୟକ୍ତି, କର୍ମରେ ମିଠା ନାହିଁ, ତାର ଆଚରଣରେ ମିଠା ନାହିଁ, ଅନ୍ୟକୁ ଅଙ୍ଗୁଳି ଦେଖେଇ ବହୁତ କଥା କହୁଛି, କିନ୍ତୁ ନିଜ ଭିତରେ ବହୁତ ଖରାପ ଗୁଣ ଅଛି। ଜ୍ଞାନ ଯେତେବେଳେ ଉଦୟ ହେବ, ଧର ଜଣେ ବହୁତ ଚଗଲା ହେଉଛି, ସେ ଚଗଲା ହେଇକା ଚାଲିଛି, ଗୋଟିଏ ମୁରବୀ ଲୋକ କିଏ ଉଠିଲେ ତାକୁ ଦି ଚଟକଣା ପକେଇବେ, ସିଏ ଚଟକଣା ଦୁଇରେ ତା ଜ୍ଞାନ ଉଦୟ ହେଇଗଲା। ଆଉ ତାକୁ ଚୈତନ୍ୟ ଉଦୟ ବୋଲି କୁହାଯାଏ। ଆଉ ସେତେବେଳେ ସେ ଭାବେ ଯେ ମୁଁ ଯାହା କଲି ଭୁଲ କଲି। ସେଇଟା ଜ୍ଞାନ ରୂପକ ଆଲୋକରେ ଆଲୋକିତ ହେଇ ସମସ୍ତ କୁସଙ୍ଗ ବା ଅର୍ଦ୍ଧଗାମୀ, ନିମ୍ନଗାମୀ ମନୋବୃତ୍ତି ସେଇଠି ଜଳିପୋଡ଼ି ପାଉଁଶ ହୋଇଯାଏ, ଅର୍ଥାତ୍ ସେଇଟା ଭଲ ବାଟ ଦେଖେ। ଏଇ ବର୍ତ୍ତମାନ ଜଣେ ବ୍ୟକ୍ତି ଆସିଥିଲେ, ସେ କଥା କହିପାରୁନାହାନ୍ତି। କଥା କହିବାର ଶକ୍ତି ତାଙ୍କର ଅଛି, କିନ୍ତୁ ପାଟିଟା ଖୋଲୁନାହିଁ। ଆମର ଏଇ ଅଞ୍ଚଳର, କୁଜଙ୍ଗ ଅଞ୍ଚଳର କ'ଣ ହେଇଛି, ଜୀବନରେ ସେ ଭୁଲ କରିଛନ୍ତି। ସେ ଭୁଲଟା ହେଉଛି ଗୁଟୁକା ଖାଇଛନ୍ତି। ଏତେ ଗୁଟୁକା ବା ଏତେ ଗୁଟୁକା ସାଙ୍ଗରେ ଆଉ କ'ଣ ଖାଇଥିବେ। ଆଉ ସେ ବର୍ତ୍ତମାନ ସେଇଠି ଆଶ୍ରମରେ ଥିବେ କି ପଳେଇଲେଣି ମୁଁ ଜାଣିନି। ତେଣୁ ଏତେ ଗୁଟୁକା ଖାଇକିରି ଜୀବନରେ ସେ ଭୁଲ କରିଛନ୍ତି, ବର୍ତ୍ତମାନ ଖାଇପାରୁନାହାନ୍ତି। କର୍କଟ ରୋଗ ହେଇନି, କିନ୍ତୁ ସେ କରିପାରୁନାହାନ୍ତି। କଥା କହିବାକୁ ଚାହିଁଲେ ସେ ଟିକେ ଟିକେ ସାମାନ୍ୟ କଥା କହୁଛନ୍ତି। ବର୍ତ୍ତମାନ ଭାତ ଖାଇପାରୁନାହାନ୍ତି, ତାକୁ ସବୁ ଗ୍ରାଇଣ୍ଡିଙ୍ଗ କରିକି ତାକୁ କ'ଣ ଖାଉଛନ୍ତି। ତାଙ୍କୁ ପଚାରିଲି ଆଉ କ'ଣ ତାକୁ ଖାଇବାକୁ ଇଚ୍ଛା କରୁଛ କି? ନା ନାଇଁ ମୁଁ 2-4 ମାସ ହେଲା ଛାଡ଼ିଲେଣି। ବୋଲି 2-4 ମାସ
ଛାଡ଼ିବାଟା ବଡ଼ କଥା ନୁହେଁ। ଜୀବନ ବ୍ୟାପୀ ତୁମେ ତାକୁ ଛାଡ଼ିବାକୁ ପଡ଼ିବ। ତେଣୁ ସଜ୍ଜନ ଊର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ତ୍ୱସ୍ତା ମଧ୍ୟେ ତିଷ୍ଠନ୍ତି ରାଜସା ଜଘନ୍ୟ ଗୁଣବୋଟିଶ୍ଚ ଅର୍ଦ୍ଧୋ ଗଚ୍ଛନ୍ତି ତାମସା। ଜଣେ ଭୁଲ କ'ଣ ଜାଣିନେଇ ସେ ଭୁଲ କରିବ। ସେଥିପାଇଁ ଗୁରୁ ଗୋବିନ୍ଦ ତାଙ୍କୁ କ୍ଷମା ଦେବେ। ଯଦି ଜଣେ ଥରେ ନୁହଁ 10 ଥର ସେ ଜାଣିଛି ଯେ ଏଇ କଥାଟା ଭୁଲ, କିନ୍ତୁ ତାର ଏମିତି ଗୋଟିଏ ଏକଶିଙ୍ଗିଆ ପ୍ରକୃତି ରହିଛି, ଷଣ୍ଢ ପାଖକୁ ଗଲେ ଷଣ୍ଢ କାହାକୁ ମାରୁ ନ ମାରୁ ସେ ମୁଣ୍ଡଟିକୁ ଆଗେ ହଲାଏ। ତେଣୁ ଲୋକ ଡରିକି ତାକୁ କେହି ଯାଆନ୍ତିନି। ଆଉ ଗୋଟେ ମାରୁଣା ଷଣ୍ଢ ଅଛନ୍ତି, ସେ ମାରନ୍ତି, ସେ ଗୋଟେ ପ୍ରକାର ଷଣ୍ଢ। ମୁଣ୍ଡ ହଲାନ୍ତି, ସେ ଆଉ ଗୋଟେ ପ୍ରକାର ଷଣ୍ଢ। ତେଣୁ ଏଇ ସମାଜ ଭିତରେ ଷଣ୍ଢ ଅଛନ୍ତି, ଇଏ ମୁଣ୍ଡ ହଲା ଷଣ୍ଢ ବହୁତ ଅଛନ୍ତି। ହେ ସେଇଟା ଗୋଟେ କ'ଣ କହିବ, ହେ ଏଇଟା ଗୋଟେ କ'ଣ କହିଲା, ହେ ସେ କ'ଣ ଜାଣିଛି, ଏଇ ଯେଉଁ ବେଖାତିରିଆ ମନୋଭାବ, ଏଇ ହେଉଛି ମୁଣ୍ଡ ହଲା ଷଣ୍ଢ। ଆଉ ମାରଣା ଷଣ୍ଢଟା ସେଟା ଗୋଟେ ସ୍ୱତନ୍ତ୍ର ଷଣ୍ଢ। ଆଉ ସେ ଯାହାକୁ ମାଇଲା, ଯାହା କଲା କଲା। ଆଉ ତେଣୁ ଇଏ ପୁରୁଣା ମସିହା ଆଜି ରାତିରେ ବିଦାୟ ନେବ। ଜୀବନରେ ଥରେ ଆସେ ଏକ ନୂଆ ବରଷ। ଏ ଗୀତଟି ବଳିଆ ଲେଖିଥିଲା, କିନ୍ତୁ ଆଉ ମନେ ପଡ଼ୁନି। ଜୀବନରେ ଥରେ ଆସେ ଏକ ନୂଆ ବରଷ, ଅଭିନନ୍ଦନ ଜଣାଇ ମିଶେ କାଳ ପାରୁଷ। ଆମେ କହୁଛୁ ଆମେ ନୂଆ ବର୍ଷକୁ ଅଭିନନ୍ଦନ ଜଣାଉଛୁ। ନା ନା, ନୂଆ ବର୍ଷ ତମକୁ ଅଭିନନ୍ଦନ ଜଣାଉଛି। ତମେ ଗୋଟିଏ ବର୍ଷ ତମର ଗତ ହେଲା ମାନେ, ତାମାନେ ତମର ଗୋଟିଏ ବର୍ଷ ମୃତ୍ୟୁ ରୂପକ କାଳ ସେ ତମକୁ ସମ୍ଭାଷଣ ଜଣାଉଛି ବା ଅଭିନନ୍ଦନ ଜଣାଉଛି। କାରଣ ତମେ ତା ନିକଟକୁ ଆସିଲାଣି। ତମେ ମନେ କରାଯାଉ ବସରେ ଯାଉଛ କି ଟ୍ରେନରେ ଯାଉଛ, ଯେଉଁଠିକି ଯାଉଛ, ଯେଉଁଠିକୁ ନିଶ୍ଚିତ ଭାବରେ ଯାଉଛ, ସେଠି ତମର ଯିଏ ଆତ୍ମୀୟ ଲୋକ ଅଛି, ସେ ବାରମ୍ବାର ଫୋନ୍ କରୁଛି, କେଉଁଠି ହେଲଣି, ଆଉ କେତେ ସମୟ ଲାଗିବ ପହଞ୍ଚିବା ପାଇଁ, ଆଉ କେତେ ସମୟ ଲାଗିବ? ନା ମୁଁ ଆସିକରି ଅମୁକ ସ୍ଥାନରେ ପହଞ୍ଚିଲିଣି, ଆଉ 10 କିଲୋମିଟର ଅଛି। ଓହୋ 10 କିଲୋମିଟର, ଆଉ ତାହେଲେ 10-15 ମିନିଟ୍ ଲାଗିବ। ଆଉ ତେଣୁ ସମଗ୍ର ମାନବ ସମାଜକୁ ବଳିଆ ଆଜି ପୁରୁଣା ସନ୍ଧ୍ୟାରେ ଏତିକି ଜଣେଇବାକୁ ଚାହୁଁଛି, ବେଳ ଥାଉ ଥାଉ ଧନ ଉପାୟ କର। କେତେବେଳେ କାହାର ବେଳଟି ସରିଯିବ ସେଇଟା ସେ ଲୋକଟି କହିପାରିବ ନାହିଁ। ଏଇଠି ଆପଣମାନେ ଦେଖିଥିବେ ମଣ୍ଟୁ ବାବୁ ବୋଲି ଜଣେ ବାବୁ, ଜଣେ ଆମ ଧନୁଆ ଗ୍ରାମର ଜଣେ ବାବୁ, ସବୁଦିନ ଆସନ୍ତି, ଆମ କଦମ୍ବ ମୂଳେ ବସନ୍ତି। ତାଙ୍କର ଗୋଟେ ଗ୍ରୁପ ଥାଏ, ସେ ବସି ଗପସପ ତାଙ୍କର ହଅନ୍ତି। ଆଉ କେଉଁ ବଜାରକୁ ଯାଆନ୍ତି ନାହିଁ କି କାହା ସାଙ୍ଗରେ କୁସଙ୍ଗ କରନ୍ତି ନାହିଁ। ତାଙ୍କର ଯେଉଁଦିନ ଇଚ୍ଛା ହେବ ସେ ଆସିକରି ବଳିଆକୁ ଟିକେ ଦେଖା ଦେବେ, କ'ଣ ଟିକେ ତୁଳସୀ ନେବେ, ବଜିବେ। କିନ୍ତୁ ଆଜି କି 3 ଦିନ କି 4 ଦିନ ହେଲା ହଠାତ୍ କଥା କହୁ କହୁ ହଠାତ୍ ଚାଲିଗଲା। ଜୀବନଟା ଯଦି ଏଇଆ, ତାହେଲେ
କ'ଣ ପାଇଁ ଆମ ଭିତରେ ଏତେ ଆତ୍ମବଡ଼ିମା? କ'ଣ ପାଇଁ ଆମେ ଏଇ ଯେଉଁ ଯେମିତି ଆମର ଇଏ ଲେଖିଲେ ଯଦୁମଣି, କବି ଯଦୁମଣି ନୟାଗଡ଼ର ଲେଖିଲେ, ଛାମୁ ଯାହା ଦେଲେ ହରସେ, ପାଉ ପାଉ ଗଲା ବରସେ, ଏମନ୍ତ ଭୂଇଁ ଚାକୁଣ୍ଡା ବୁଣିଲେ ଉଠଇ ନାହିଁ। ତେଣୁ ତମେ ହେଉଛ ସେଇ ଭୂଇଁ, ମନେ ମନେ ହେଇଯାଉଛ ବା ତମେ ହେଇଗଲଣି। ତମେ ଗୋଟେ ସୁଦୁ ଧସା ବାଲିରେ ପହଞ୍ଚିଛ। ସେଠି ତମେ କୃଷି କରିବାକୁ ଚାହିଁଲେ ହେଉଛି କେଉଁଠି? ସେଠି ହଳ ବୁଲେଇଲେ ବି ଲାଭ ନାହିଁ, ହଳ ନ ବୁଲେଇଲେ ଲାଭ ନାହିଁ। ତେଣୁ ଜୀବନକୁ ତମେ ମରୁ ବାଲି ସହିତ ସମାନ କର ନା। ତେଣୁ ଭଦ୍ର ମଣିଷଟିଏ ହୁଅ। ଆଜି ନୂଆ ବର୍ଷରେ ପିକନିକ୍ କରିକିରି ତମେ ଅଭିନନ୍ଦନ ଜଣାଇବାକୁ ଚାହୁଁଛ, ପିକନିକ୍ କର, ଜୀବ ହତ୍ୟା କର ନା, ମଦ୍ୟମାଦକ ଖାଅ ନା, ବଣଭୋଜି କର। ଭଗବାନ କୃଷ୍ଣ ବି ଆମକୁ ବଣଭୋଜି କଥା ତାଙ୍କ ଜୀବନୀ ଭିତରେ, ତାଙ୍କ ଇତିହାସ ଭିତରେ ଅଛି। ତେଣୁ ମଦ୍ୟ ମାଦକ ଗୁଣ୍ଡାମି କର୍କଶ ବାକ୍ୟ, ତମ ଭାଷା ନାହିଁ, ତମର ଭାଷା ନାହିଁ, ମଧୁର ଭାଷା ନାହିଁ। ତେବେ କର୍କଶ ଭାଷା କହିକି ଯାହାକୁ ତମେ ଉପେକ୍ଷା କରୁଛ, ସେ ଲୋକଟି ସେଇଆକୁ ଭାବି ଭାବି ରାତିରେ ଶୋଇପାରୁନି। ସେ ଅଭିଶାପକୁ କିଏ ନେବ? ତମେ ହିଁ ନେବ। ମନେ କରାଯାଉ ତମେ ଯେ ଲୋକ ହସିବେ, ହେ ଶଳାଟା କ'ଣ କରିବ, ସେ ବାଇଁ ଚୋରଟା କ'ଣ କରିବ, ସେ ଇଡ଼ିଏଟ୍ଟା କ'ଣ କରିବ, ହେ ଏମିତି ସବୁ ଯେଉଁ କଥା ଗୁଡ଼ାକ ସବୁ କହନ୍ତି, ଗୋଟେ ଯେମିତି ମାନେ ଅଭାଷା। ଆମର ଆଈ ମା ଗୋଟିଏ କଥା କହେ, ବାଳ କଥା କହେ ଖୁଡ଼ି, ଆତ୍ମା ଯାଉଛି ଉଡ଼ି। ତେଣୁ ବାଳ କଥା କହେ ଖୁଡ଼ି, ଏ ଯେଉଁ ଦୁଇଟା ଅର୍ଥ ପ୍ରଭୁଙ୍କ କଥା ସେ କହୁଛି। ଭଗବାନ ରାମକୃଷ୍ଣଙ୍କର ବାଲ୍ୟଲୀଳା କହୁଛି। ଆଉ ଗୋଟିଏ ବାଳ କଥା ଖୁଡ଼ି, ଯେଉଁଟା ମୂଲ୍ୟ କିଛି ନାହିଁ, ସେମିତିଆ କଥାଟା ସେ କହୁଛି। ତେଣୁ ନିଜେ କହି ନିଜର ମୂଲ୍ୟକୁ ନିଜେ କମେଇ ଦିଅ ନା, ବିଲକୁଲ କମାନା। କମେଇଲେ ତମେ ସବୁ ରେ ମୂଢ଼ ମନୁଆ, କ'ଣ ଗୋଟେ ଗୀତରେ ବଳିଆ ଲେଖିଛି, ନାଇଁ ଦିବ୍ୟ ସେ କଥା ଗୀତ ନୁହେଁ। ମନେ ମନେ ତୁ ବଡ଼ ବୋଲି ନିଜକୁ ବହୁତ ବଡ଼ ବୋଲି ମନେ କରୁଛୁ। ଭାବନା ମନୁଆ ତୁ ବଡ଼ ବଳୁଆ, ପଡ଼ିଯିବୁ ରସା ତଳ, ଭାଙ୍ଗିଯିବ ଆଣ୍ଟ ତଳ। କେତେ ଯେ ଗଲେଣି କେତେ ଆସିଲେଣି, ତାଙ୍କ ନାମ ମାୟାଧର। ଭାବନା ମନୁଆ ତୁ ବଡ଼ ବଳୁଆ, ଭାଙ୍ଗିଯିବ ଆଣ୍ଟ ତୋର, କେତେ ଯେ ଗଲେଣି କେତେ ଆସିଲେଣି, ତାଙ୍କ ନାମ ମାୟାଧର। ଏଇ ଆମର ମାୟାଧର ଗୋଟେ ଶବ୍ଦ ଆସିଲା। ଆମ ଅନନ୍ତ ବଳିଆ ପରିବାରର ମାୟାଧର ବି ଗୋଟିଏ ସଦସ୍ୟ। ଚିଦାନନ୍ଦ ବ୍ରହ୍ମଚାରୀଙ୍କର ସେ ବାପା। ଚିଦାନନ୍ଦ ବ୍ରହ୍ମଚାରୀଙ୍କ ପାଇଁ ତାଙ୍କ ବାପାଙ୍କୁ ଆମେ ଜାଣିଥିଲୁ ତା ନୁହେଁ, ତାଙ୍କ ବାପାଙ୍କୁ ଆଗରୁ ଆମେ ଜାଣିଛୁ। ଅବଶ୍ୟ ଚିଦାନନ୍ଦ ସେତେବେଳକୁ ଜନ୍ମ ହେଇସାରିଲାଣି, କିନ୍ତୁ ଆମେ ଏକାଠି ବସିବା, ଗପସପ ହେବା, ସେ ମୋ ଉପରେ ରାଗିଛନ୍ତି, ମୁଁ ତାଙ୍କ ଉପରେ ରାଗିଛି, ଏମିତି କେତେ କ'ଣ ହେଇଯାଇଛି। ଆରେ ଯିଏ ଜଣେ ଜଣଙ୍କ ଉପରେ ରାଗିବ, ସେ ବଞ୍ଚିଥିଲେ ସିନା ତା ଉପରେ ରାଗିବ, କିମ୍ବା ଜଣେ ବଞ୍ଚିଛି ସିଏ ଆମ ଉପରେ ରାଗିଲା, ଆମେ ତା ଉପରେ ରାଗିଲୁ। ସିଏ ଆମ ନାଁରେ ମକଦ୍ଦମା କଲା, ଆମେ ତା ନାଁରେ ମକଦ୍ଦମା କଲୁ। ଯଦି ମରିଗଲା ତ ସରିଗଲା।
ଆଉ କ'ଣ ହେବ? ସେଇ ମାୟାଧର ଆମ ଅନନ୍ତ ବଳିଆ ପରିବାରର ଗୋଟେ ଟାଣୁଆ ଲୋକ ଥିଲେ। ତାଙ୍କର 2ଟି ପୁଅ, ସମସ୍ତେ ବଳିଆର ନୁହେଁ, ଅନନ୍ତଙ୍କ ପରିବାରର ସଦସ୍ୟ। ଆଉ ତାଙ୍କର 3ଟି ଝିଅ, ସେ ସମସ୍ତେ ବି ଅନନ୍ତ ବଳିଆ ପରିବାରର ଗୋଟେ ସଦସ୍ୟ, ଖୁଣ୍ଟ। ଆଚ୍ଛା ଦେଖନ୍ତୁ ମୃତ୍ୟୁଟା କେମିତି ଆସେ। ଜଣେ ଯାଉଛନ୍ତି ନାତୁଣୀ ଘରର ମହାପ୍ରସାଦକୁ ଯାଉଛନ୍ତି, ଝିଅ ନାତୁଣୀ ଘରେ ପହଞ୍ଚିଗଲେ, ତାଙ୍କୁ ଶୋଷ କଲା, ନାତୁଣୀକି ଯାଇ ଆଗ ଗେଲ କରି ପକେଇଲେ। ଦେଖନ୍ତୁ ମଣିଷ ଜୀବନଟା କୋଉଠି କେମିତି, ଆମେ ଶାସ୍ତ୍ର କ'ଣ ଉଦାହରଣ ଦେବା, ଆମ ପାଖରେ ବା ଉଦାହରଣ ଅଛି। ମାନେ ନାତୁଣୀ ଗେଲ କରି ପକେଇଲେ, ଝିଅକୁ ବରାଦ କଲେ, ଟିକେ ମା ପାଣି ଆଣିଲୁ ପିଇବା, ଭାରି ଶୋଷ କଲାଣି। ସିଏ ସବୁ ଟିକେ ଲେମ୍ବୁ ଫେମ୍ବୁ ଚୁପୁଡ଼ିକିରି କି କ'ଣ କରି ବାବା ପିଇ ଦେଇକିରି କହିଲେ, ଓହୋ ବହୁତ ଶାନ୍ତି ଲାଗିଲା। ଆଉ ଶାନ୍ତିଟି ସେଇଠି ରହିଗଲା। ତାଙ୍କର ଶେଷ ଶାନ୍ତି ଚିରନିଦ୍ରାରେ ପରିଣତ ହେଲା। ଦେଖନ୍ତୁ ଜଣେ ଗଲେ କୋଉ ମନୋଭାବ ନେଇ, ନାତୁଣୀର ବିବାହର ହବ, ନାତୁଣୀ ଜ୍ୱାଇଁକି ଦେଖିବେ, ଆଉ ନାତୁଣୀର ଯଦି ପୁଅ ଝିଅ ହବ ଅଣନାତି ଦେଖିବେ। କି ସୁନ୍ଦର ଭାବରେ ଗଲେ, ଶୋଇଛନ୍ତି, ପାଣି ପିଇ ଦେଇ ଶୋଇଲେ ମାନେ ଚିରନିଦ୍ରାରେ ଶୋଇଗଲେ। ଏଇଥିପାଇଁ ସବୁବେଳେ କୁହାଯାଇଛି, ରେ ଅନ୍ଧ ମଣିଷ, ଜାଣିପାରୁନୁ, ବୁଝିପାରୁନୁ, ତାକୁ ଟିକେ ଭଲ ପାଉନୁ। ଏଇ ବାହ୍ୟ ଚାକଚକ୍ୟ ଦେଖିକିରି ଭାବନା ମନୁଆ ତୁ ବଡ଼ ବଳୁଆ, ଭାଙ୍ଗିଯିବ ଆଣ୍ଟ ତୋର। ତେଣୁ ଏଇ ନୂଆ ମସିହାରେ ଆମେ ସଂକଳ୍ପ ନେବା ସମସ୍ତେ। ଆଶ୍ରମ ଅନ୍ତେବାସୀମାନେ ପ୍ରଥମେ ସଂକଳ୍ପ ନିଅନ୍ତୁ, ଏ ଆଶ୍ରମ ପରିସରରେ ହଉ ବା ତାଙ୍କ ଜନ୍ମଭୂମି ପରିସରରେ ହଉ, 5ଟି ବୃକ୍ଷ ଲଗେଇକି ବଞ୍ଚେଇବେ। ଖାଲି କହିଦେବେନି ମୁଁ ଘରକୁ ଖବର ଦେଇଦେଇଛି, ତାକୁ ତଦାରଖ କରିବେ ବଞ୍ଚିଲା କି ନାହିଁ। ଯଦି ଗୋଟାଏ ବୃକ୍ଷ ମରିଗଲା, ଆଉ ଗୋଟେ ବୃକ୍ଷ ଲଗେଇବେ। 5ଟି ବୃକ୍ଷ ଲଗେଇବେ ଆଉ ବଞ୍ଚେଇବେ। ନିଶା ମାଦକ, ଆଶ୍ରମ ଅନ୍ତେବାସୀ ମାନେ ନିଶା ଖାଆନ୍ତି ନାହିଁ, ମଦ୍ୟପ ଖାଆନ୍ତି ନାହିଁ, ପାନ ଖାଆନ୍ତି, କଡ଼ା ପାନ ଖାଆନ୍ତି। ସେ ପାନକୁ ଧୀରେ ଧୀରେ କମାନ୍ତୁ। ଯଦି 30 ଖଣ୍ଡ ଖାଉଛ, 10 ଖଣ୍ଡ ଖାଅ, 10 ଖଣ୍ଡ ଉପରେ ପୁଣି କମିବ, 5 ଖଣ୍ଡ ଖାଇବ। ତାପରେ ଗୋଟେ ସମୟ ଆସିବ ସବୁ ପୁରା ଛାଡ଼ିଦେବ। କିନ୍ତୁ ନିଶା ମାଦକ ବିହୀନ ଜୀବନ ହିଁ ପ୍ରକୃତରେ ଶାନ୍ତି ଲାଭ କରେ। ମୁଁ ଏଇଠି କହୁଛି, ହିମାଚଳ ପ୍ରଦେଶରେ ମୋର ଗୋଟିଏ ପୁଅ ସେଠି ଅଛି, କେତେ ଯେ କଷ୍ଟ ପାଉଛି ତାକୁ ଭାଷାରେ ବର୍ଣ୍ଣନା କରିପାରିବି ନାହିଁ। ଖାଇପାରୁନି, ଚାହା ଟିକେ ପିଉଛି, ରୁଟି ଫୁଟି କ'ଣ ତାକୁ କ'ଣ ଗୋଟେ ଗ୍ରାଇଣ୍ଡିଙ୍ଗ କରିକିରି ପିଉଛି, ବଞ୍ଚିଛି, କିନ୍ତୁ ବଞ୍ଚିବାର ଆନନ୍ଦ ସେ ପାଉନାହିଁ। ସେ ବ୍ୟାକୁଳ ହେଇ କହୁଛି, ବାବା ମୋତେ, ମାନେ ତାର ସେ ମାଗୁଛି, ଯାହା ମାଗୁଛି ମୁଁ ସେ ଶବ୍ଦଟା କହିପାରିବିନି, କିନ୍ତୁ ତା କଥା ମୋର ବେଳେ ବେଳେ ମନେ ପଡ଼ୁଛି।
ଏତେ ସୁନ୍ଦର ପିଲା, ତାର ବାପା ମା ଅଛନ୍ତି, ମାଟି ଏବେ ଯାଇଛି, ବାପା ଅଛନ୍ତି, ତାର ଗୋଟିଏ ଭାଇ, ସେ ମଧ୍ୟ ତା ପୂର୍ବରୁ ଚାଲି ଯାଇଛି। ତାର ସୁନ୍ଦର ପରିବାରଟି ହିମାଚଳ ପ୍ରଦେଶରେ ଅଛି। ସେ ଅପେକ୍ଷା କରିଛି ବାବା ଟିକେ ହିମାଚଳ ପ୍ରଦେଶ ଯିବେ, ସେ ଟିକେ ସେବା ଦେବ। କିନ୍ତୁ ମୁଁ ସେବା ଗ୍ରହଣ କରିବା ପାଇଁ ହିମାଚଳ ପ୍ରଦେଶ ଯିବି କେମିତି? ମୁଁ ତ ଯିବା ପାଇଁ ଇଚ୍ଛା ଥିଲେ ବି ମୁଁ ଯାଇପାରୁନାହିଁ। କାରଣ ସେଇ କଥା ଭାବୁଛି, ତାର ଭବିଷ୍ୟତଟାକୁ ଭାବି ଯାଇପାରୁନି। ଏଇଭଳି ଭାବରେ ଏଇସବୁ କଥା ଭାବି ଭାବି ବେଳେବେଳେ ମୋର ଖାଇବା ପିଇବା ଶୋଇବା ସବୁ ଡିଷ୍ଟର୍ବ ହେଇଯାଉଛି। ତେଣୁ ମେଡ଼ିସିନ ଖାଇବାକୁ ପଡ଼ୁଛି। ହଉ, ମୋ କଥା ମୁଁ କିଛି କହୁନି, ସଂସାର ସୁସ୍ଥ ରହୁ। ଆଜି ଆପଣମାନେ ଦେଖୁଛନ୍ତି ଭାରତୀୟମାନେ ଭଲ ଅଛନ୍ତି, କିନ୍ତୁ ଆଜି ଗୋଟେ ସାମ୍ପ୍ରଦାୟିକ ଉତ୍ତେଜନା ବାଂଲାଦେଶରେ ଚାଲିଛି, ପାକିସ୍ତାନରେ ଚାଲିଛି, ଆରବ କଣ୍ଟ୍ରିମାନଙ୍କରେ ଚାଲିଛି। ଏଇ ଯେଉଁ ସାମ୍ପ୍ରଦାୟିକ ଉତ୍ତେଜନା ଚାଲିଛି, ଲକ୍ଷ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି। ଏଇ ହେଉଛି ଏଇ ତିନୋଟି ଶବ୍ଦ ଭିତରେ ଊର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ତ୍ୱସ୍ତା ମଧ୍ୟେ ତିଷ୍ଠନ୍ତି ରାଜସା ଜଘନ୍ୟ ଗୁଣବୋତିଶ୍ଚ ଅଧୋ ଗଚ୍ଛନ୍ତି ତାମସା। ଦିନେ ସମୟ ଆସିବ, ସେମାନେ ବି ବୁଝିବେ, ଯେ ଉତ୍ପାତ କରୁଛନ୍ତି ବୁଝିବେ, ଯେ ଉତ୍ପାତ କରୁନାହାନ୍ତି ସେ ବି ବୁଝିବେ। କିନ୍ତୁ ସବୁ କଥା ବୁଝିବେ ଯେ, କିନ୍ତୁ ସେଇଟା ହେଉଛି ଭବିଷ୍ୟତ। ବୁଝିବେ, ସେ ହେଉଛି ଭବିଷ୍ୟତ। କିନ୍ତୁ ବର୍ତ୍ତମାନ ପାଇଁ ଆମେ ଅଶାନ୍ତ। ଆଉ ବିଶେଷ କିଛି କହିବାକୁ ମୁଁ ଚାହୁଁନି, କେବଳ ଏତିକି କହୁଛି, କାଲି ବି କହିଥିଲି, ଆଜି ବି କହୁଛି, ଅଂ ବଂ ଜଂ। ଅଂ କହିଲେ ଅନନ୍ତ, ଅଲେଖ, ଅଚ୍ୟୁତ, ସବୁ। ଅଂ ଲଲାଟ ଚକ୍ରକୁ ଚାହିଁକିରି ଅଂ ବୋଲି କୁହ। ବଂ, ବଂ କହିଲେ ବଳଦେବ, ବଳରାମ, ଏବଂ ବଂ କହିଲେ ବାୟୁ ରୂପୀ ନିଶ୍ୱାସ। ନାସାଗ୍ରକୁ ଧ୍ୟାନ କରି ବଂ 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 ବୋଲି ଜପ କର। ଜଂ କହିଲେ ଜ୍ୟୋତି, ପ୍ରକାଶ୍ୟ ଜ୍ୟୋତି, ଅଦୃଶ୍ୟ ଜ୍ୟୋତି ଏବଂ ଜଗନ୍ନାଥ। ଅଂ ବଂ ଜଂ, ଏ ତିନୋଟି ମନ୍ତ୍ରକୁ ସ୍ମରଣ କର ଏବଂ ପ୍ରାର୍ଥନା କର, ସେ ତୁମକୁ ସ୍ୱପ୍ନରେ ହେଉ ସୁଷୁପ୍ତିରେ ହେଉ ତୁମେ ଉପଲବ୍ଧି ମଧ୍ୟ କରିପାରିବ। ଏବଂ ସବୁବେଳେ ଆଉ ଗୋଟିଏ କଥା ମନେ ରଖିଥିବ, ହଂସ ସୋହମ୍ ଅଂ। ହଂସ ସୋହମ୍ ଅଂ। ହେ ଆତ୍ମା, ତୁମେ ମୋର, ମୁଁ ତୁମର। ମୁଁ ତୁମରି ସହିତ ମିଶିଯାଏ। ଏ ତିନୋଟି ଶବ୍ଦର ଅର୍ଥ ଏଇଆ। ହେ ଆତ୍ମା, ତୁମେ ମୋର, ମୁଁ ତୁମର, 2, ମୁଁ ତୁମରି ସହିତ ମିଶିଯିବି, 3। ତେଣୁ ଏଇ ହେଉଛି ଆମର, ଏ ମନ୍ତ୍ରଟି ଜପ କର। ଗୀତା ସବୁବେଳେ ନିଜ ପକେଟରେ ଅନ୍ତର ଗୀତାଟିଏ ରହୁ, ଛୋଟ ଗୀତାଟିଏ ଥାଉ। ଯେତେବେଳେ ସମୟ ପାଉଛ, ଗାଡ଼ି ମଟର ଯୋଉଠି, ଗୀତାର ଗୋଟିଏ ଶ୍ଲୋକ ହେଲେ ବି, 5ଟି ଶ୍ଲୋକ ହେଲେ ବି ପଢ଼। ମୁଁ ହିନ୍ଦୁ ବୋଲି ଏକଥା କହୁନି, ଗୀତା ବି ପଢ଼। ଯଦି ଅନ୍ୟ କେହି କେଉଁ ଧର୍ମର ଥିବେ, ତାଙ୍କ ଧର୍ମଶାସ୍ତ୍ର ପଢ଼ନ୍ତୁ। ପଢ଼ିବାର ଗୋଟେ ମନୋବୃତ୍ତି ରଖ। ତେଣୁ ଏସବୁ କଥା, ଆମର ଗୋଟେ ବଡ଼ ଲାଇବ୍ରେରୀ ଗୋଟେ ରହିଛି, କିନ୍ତୁ ହେଲେ କେହି ଲାଇବ୍ରେରୀ କି ଖୋଜନ୍ତି ନାହିଁ। ଆଜି ଗୋଟେ ଆମର ପିଲା କହିଲା, ପଶୁ ଭାଇ କହିଲେ, ପଶୁଟ
କହିଲା ବାବା ବ୍ଲାକ୍ ବୋର୍ଡରେ କେତେ କଥା ବାବାଙ୍କର ଲେଖା ହେଉଛି, ସେଇ ଲେଖାକୁ ଯଦି ବି ଆମେ ଅନୁସରଣ କରିବୁ ତାହେଲେ ବି ଆମେ ଭଲ ମଣିଷ। କିନ୍ତୁ ସେ ଲେଖାଟି ଲେଖା ହେଉଛି, ତାକୁ ଯିଏ କେତେବେଳେ ଯେମିତି କହିବା କଥା କହୁଛନ୍ତି, କିନ୍ତୁ ସେ ଲେଖାକୁ ପଢ଼ିକି ଲାଭ କ'ଣ, କାମରେ କିଛି ନାହିଁ। ଏଇଭଳି ଭାବରେ କଥା ମୋର କହିଲି ଏବଂ ଆସନ୍ତା କାଲି ନିଶ୍ଚୟ ଆମେ ନୂଆ ବର୍ଷରେ ଗୁରୁ ଦର୍ଶନ କରିବାକୁ ଯିବୁ। ଗୁରୁ ଦର୍ଶନ କରିବାକୁ ଆସ, ଇଷ୍ଟ ଦର୍ଶନ କରିବାକୁ ଆସିବ, ଇଷ୍ଟଙ୍କ ପାଇଁ ଫୁଲ ଆଣ କିନ୍ତୁ ଗୁରୁଙ୍କ ପାଇଁ ଫଳ ଆଣ। ବାବାଜୀମାନେ, ଦୁଷ୍ଟ ଦରିଦ୍ର ଲୋକମାନେ, ଆଶ୍ରମରେ ପିଲାମାନେ ଫଳ ଟିକେ ଖାଇବେ। ତମେ ଆଣୁଛ ଫୁଲମାଳ ମୋରି ବେକରେ ଗଦା କରୁଛ, ମୁଁ ତାକୁ ଗୋଟାଏ ମିନିଟ୍ ପିନ୍ଧେ କେବେ ଦେଖିଛ? କେହି ପ୍ରମାଣ କରିପାରିବ ଯେ ବାବା ଏଇ ଫୁଲଟାକୁ ମୁଁ ଦେଇଥିଲି, ବାବା ତାକୁ 2 ଘଣ୍ଟା ପିନ୍ଧିଲେ, କହିପାରିବ? ତୁମେ ପ୍ରମାଣ କରିପାରିବ? ଫଳ ଆଣ, ନହେଲେ ପରିବା ବାଇଗଣ ଯଦି କେଉଁଠି ମିଳୁଛି ବାଇଗଣ 500 ଆଣ, ବରଂ ଆମ ଡାଲମାରେ ପଡ଼ିବ। କିନ୍ତୁ ଯେଉଁଠି ଆମର ଇଷ୍ଟଙ୍କ ଉଦ୍ଦେଶ୍ୟରେ ବାକ୍ସ ଥୁଆ ହେଇଛି, ଇଷ୍ଟଙ୍କ ଉଦ୍ଦେଶ୍ୟରେ କିଛି ଅର୍ଥ ଉପାର୍ଜନ ଦେଲେ ସେ ମହୋତ୍ସବରେ ଲାଗିବ। ଆଉ ଫୁଲରୁ କିଣିକି ଆଣିକି ମୋ ବେକାରେ ଗଦା କଲେ ସେ ଫୁଲରେ କ'ଣ କାହା ପେଟ ପୁରିବ? ବରଂ ମହୁମାଛିର ଖାଦ୍ୟକୁ ତମେ ତୋଳିକିରି ଆଣିକିରି ନଷ୍ଟ କରୁଛ, ସିଏ ତା ଖାଦ୍ୟକୁ ନଷ୍ଟ କରୁଛ। ଯଦି ଫୁଲଟା ଫୁଟିଛି, ଫୁଲଟି ଆଣିବ, ଆଣ। ଏଇ ଆମର ଜୟ ଜଗନ୍ନାଥ ଟିଭିରେ ମୁଁ ଦେଖେ ସବୁ ସେ ରୂପ ଗୁଡ଼ାକ, କେଡ଼େ ସୁନ୍ଦର ସେ ଫୁଲରେ ସଜାନ୍ତି। ବାଟ ମଙ୍ଗଳାଙ୍କୁ ସଜାନ୍ତି, ଜଗନ୍ନାଥଙ୍କୁ ସଜାନ୍ତି, ହନୁମାନଙ୍କୁ ସଜାନ୍ତି, ଇଷ୍ଟ ମୂର୍ତ୍ତି ତାଙ୍କୁ ପିନ୍ଧିଲେ ସେ ଭଲ ଦେଖାଯାଆନ୍ତି ଏବଂ ଅନ୍ତତଃ 12 ଘଣ୍ଟା 13 କି 8 ଘଣ୍ଟା ପିନ୍ଧନ୍ତି। ଆମ ଭଳିଆ ଲୋକ ବେକେ ତାକୁ ପକାଇ କେତେ ମିନିଟ୍ ପକାଇବ? କାହିଁ ଗୋଟେ କମଳା ଦେଉନା, ଗୋଟେ ଆପଲ୍ ଦେଉନା, ଗୋଟେ ପିଜୁଳି ଦେଉନା? ଆମେ ଯାହାକୁ ଇଚ୍ଛା ହେବ ଆମେ ତ ସେଟା ଖାଉନା, କାହାକୁ ଗୋଟେ ଦେଇଦେବୁ, ଗୋଟେ ଗାଈକି ଖୁଆଇଦେବୁ। ଆଜି ଭୋକିଲା ଲୋକ ବୁଲୁଛନ୍ତି ଭୋକରେ, ତମେ ଫୁଲ କିଣିକିରି କେବଳ ବର ନେଇଯିବା ପାଇଁ ଚାହୁଁଛ। ସିଏ ବର ଦିଆ ଠାକୁର ବଳିଆ ନୁହଁ, ତମ ତୋଷାମତିଆ ଠାକୁର ବଳିଆ ନୁହଁ। ଏଇଟା ମନେ ରଖିଥାଅ। ମୁଁ ତ ଠାକୁର ଜମା ନୁହଁ, କିନ୍ତୁ ତୋଷାମତି ଯିଏ ମୋତେ କରନ୍ତି, ଆପଣଙ୍କ ଭଳି ଆଉ କେହି ନାହାନ୍ତି, ମୁଁ ତାଙ୍କର ନୁହଁ। ଆଉ ଫୁଲମାଳ ପିନ୍ଧି ଫୁଲେଇ ହେବା ଠାକୁର ମୁଁ ବି। ମୁଁ ଜୀବନ ଫୁଲ ତିଆରି କରିବାକୁ ଆସିଛି। ଭାରତ ମାଆର ଉଦ୍ୟାନରେ, ଉତ୍କଳ ଜନନୀର ଉଦ୍ୟାନରେ ଆପଣମାନଙ୍କ ଭଳି ଫୁଲ ଗଛ ମୁଁ ସୃଷ୍ଟି କରିବାକୁ ଆସିଛି। ମୁଁ ଆସିନି ତମ ତୋଷାମତ ପାଇଁ କି ତମ ଫୁଲରେ ସଜେଇ ହେବା ପାଇଁ। ତେଣୁ ଆପଣମାନଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି। ମୁଁ ରାଗୁନେଇ, ମୁଁ କାହା ଉପରେ କେବେ ବି ରାଗେନି, ଆଉ ଯାହା ଉପରେ ରାଗେ ସେ ବି ଜାଣେନି। ମୁଁ ରାଗେ, କିନ୍ତୁ ମୁଁ କାହା ଉପରେ ରାଗେ, କେତେବେଳେ ରାଗେ ସେ ବି ଜାଣେନି। ମୁଁ କାଲି ବାଟରେ ଆସିଲା ବେଳେ ସଞ୍ଜୟକୁ କହୁଥିଲି, ମୁଁ କହିଲି ମୋର ଗୋଟେ ଦୋଷ ଅଛି, ମୁଁ କ'ଣ ଭାବୁଛି ସେ କାର୍ଯ୍ୟଟା କରିବା ପର୍ଯ୍ୟନ୍ତ ମଧ୍ୟ ମୁଁ କାହାରିକି କହେନି। ମୁଁ ଯେତେବେଳେ କରିବି ତା ଘଣ୍ଟାକ ପୂର୍ବରୁ କି ଅଧଘଣ୍ଟା ପୂର୍ବରୁ କହିବି, ତା ପୂର୍ବରୁ ମୁଁ କହେନି। ଏଇଟା ମୋର ଦୋଷ ହେଇପାରେ, ଗୁଣ ହେଇପାରେ। ତେଣୁ ସାବଧାନ ସହକାରେ ସମସ୍ତେ ଚଳ, କାରଣ ଜୀବନଟା ହେଉଛି ଖଣ୍ଡାଧାର। କେତେବେଳେ ଗୋଡ଼ କଟିଯିବ ତ କେତେବେଳେ ହାତ କଟିଯିବ। ସମସ୍ତେ ଭଲରେ ରୁହ। ଆଜି ବିଶ୍ୱ ପାଇଁ, ଦେଶ ପାଇଁ, ରାଜ୍ୟ ପାଇଁ ପ୍ରାର୍ଥନା କରିକିରି ବଳିଆ ଶୋଇବ। ଆପଣମାନେ ବି ଶୋଇବେ। ସକାଳୁ
ସେଇ ନୂଆ ମସିହାର ପ୍ରଥମ ସୂର୍ଯ୍ୟଙ୍କୁ ପ୍ରଣାମ ଜଣାଇ ପୁଣି ଆମେ ଗୋଟିଏ ବର୍ଷ କାର୍ଯ୍ୟକ୍ରମ କରିବା, ବଞ୍ଚିଥିଲେ ପୁଣି ଆର ବର୍ଷକୁ ପୁଣି କିଛି କହିବା ଆଉ। ତେଣୁ ଏତିକିରୁ କଥାଟି ରଖିଲି। ଶ୍ରୀ ଗୁରୁ ପ୍ରେମାନନ୍ଦ ନିତାଇ, ଜୟ ଜୟ ଶ୍ରୀ ରାଧେ।